ବ୍ରହ୍ମ ମୁହୂର୍ତ୍ତରୁ ଉଠି କରିଦିଅନ୍ତୁ ଏହି 5ଟି କାମ। ଜୀବନରେ କେବେ ବି ଗରିବୀ ସମସ୍ୟା ଆପଣଙ୍କ ଘରକୁ ଆସିବ ନାହିଁ। ଆଜ୍ଞା ହଁ ଦର୍ଶକ ବନ୍ଧୁ, ବ୍ରହ୍ମ ମୁହୂର୍ତ୍ତରୁ ଯେଉଁ ବ୍ୟକ୍ତି ଏହି 5ଟି କାମ କରିଥାଏ ସେ ଜୀବନରେ କେବେ ବି ଗରିବୀ ସମସ୍ୟାକୁ ନିଜ ଘରେ ଜମା ବି ଦେଖିପାରି ନଥାଏ। ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ, ଆପଣ ସମସ୍ତଙ୍କୁ ମୋ ଚ୍ୟାନେଲକୁ ପୁଣି ଥରେ ସ୍ୱାଗତ କରୁଛି। ଦର୍ଶକ ବନ୍ଧୁ, ବ୍ରହ୍ମ ମୁହୂର୍ତ୍ତ ଯାହାକି ସକାଳ 3ଟାରୁ ସକାଳ 6ଟା ପର୍ଯ୍ୟନ୍ତ, ଏହି ସମୟରେ କେଉଁ ବି ଅଭାଗା ମଣିଷ ହେଉନା କାହିଁକି, ଭାଗ୍ୟ ତାର କେତେ ବି ଖରାପ ହେଉନା କାହିଁକି, ଯଦି ଏହି ସମୟରେ ସେ ଏହି 5ଟି କାମ କରିଥାଏ ସେ ଜୀବନରେ କେତେ ବଡ଼ ପରିସ୍ଥିତି ଆସିଲେ ବି ଜମା ବି ହାର ମାନି ନଥାଏ। ସବୁ ପ୍ରକାରର ସଫଳତା ତାକୁ ନିଶ୍ଚୟ ପ୍ରାପ୍ତି ହୋଇଥାଏ। ଏବେ ଆପଣମାନଙ୍କୁ କହିବି ଯେ ବ୍ରହ୍ମ ମୁହୂର୍ତ୍ତରୁ ଗୋଟିଏ ବ୍ୟକ୍ତି ଉଠି କେଉଁ 5ଟି କାମ କରିବା ଦ୍ୱାରା ତାର ଭାଗ୍ୟରେ ପରିବର୍ତ୍ତନ ଆସିଥାଏ। ଜାଣିବା ଆଗରୁ ଚ୍ୟାନେଲକୁ ସବସ୍କ୍ରାଇବ କରି ପାଖରେ ଥିବା ବେଲ୍ ଆଇକନକୁ ନିଶ୍ଚୟ ପ୍ରେସ୍ କରନ୍ତୁ। ଯଦି ଆପଣମାନେ ବି ଏହି ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖୁଛନ୍ତି ବହୁ ମାତ୍ରାରେ ସେୟାର କରନ୍ତୁ। ଭିଡ଼ିଓରେ ଯାହା ଆଜି କୁହାଯିବ ନିଶ୍ଚୟ ଥରେ ନିଜ ଜୀବନରେ କରି ଦେଖନ୍ତୁ। ଦେଖିବେ କେତେ ଯେ ଉନ୍ନତି ଆପଣଙ୍କ ଜୀବନରେ ହେବ ତାହା ଆପଣମାନେ ଜମା ବି ବିଶ୍ୱାସ କରିପାରିବେ ନାହିଁ। କାରଣ ବ୍ରହ୍ମ ମୁହୂର୍ତ୍ତର ଏହି ଚମତ୍କାରିତା ଶକ୍ତି କେବଳ ସେ ହିଁ ଜାଣିଥାଏ ଯେ ବ୍ରହ୍ମ ମୁହୂର୍ତ୍ତରୁ ଉଠିକରି ଏହି ସବୁ କାର୍ଯ୍ୟ କରିଥାଏ। ଚାଲନ୍ତୁ ଆଉ ଡେରି ନ କରି ସେହି ବ୍ରହ୍ମ ମୁହୂର୍ତ୍ତର ଅଦ୍ଭୁତ ଶକ୍ତିର ରହସ୍ୟ ଜାଣିବା ଏବଂ କେଉଁ 5ଟି କାମ କରିବା ଦ୍ୱାରା ମା ଲକ୍ଷ୍ମୀ ଆମ ଉପରେ ପ୍ରସନ୍ନ ହେବେ ତା ଉପରେ ଆଜିର ଭିଡ଼ିଓରେ ଅତି ବିସ୍ତାର ଭାବରେ ଜାଣିବା। ପ୍ରଥମ କଥା ହେଲା, ଆମେ ଯଦି ବ୍ରହ୍ମ ମୁହୂର୍ତ୍ତରୁ ଏହି କାମ କରିଦେବା ତେବେ ଯାହାକି ଘରର ଗୃହିଣୀମାନେ କରିବା ନିଶ୍ଚୟ ଦରକାର ଅଟେ। ଯେତେବେଳେ ବି ଆପଣମାନେ ଉଠୁଛନ୍ତି ଚେଷ୍ଟା କରନ୍ତୁ ପ୍ରତ୍ୟେକ ବ୍ୟକ୍ତି ବ୍ରହ୍ମ ମୁହୂର୍ତ୍ତରୁ ଉଠିବା ପାଇଁ। କାରଣ ବ୍ରହ୍ମ ମୁହୂର୍ତ୍ତରେ ଈଶ୍ୱରୀୟ ଶକ୍ତି ଏହି ଧରା ପୃଷ୍ଠକୁ ଆସିଥାନ୍ତି। ପୌରାଣିକ ମାନ୍ୟତା ଅନୁସାରେ ମା ଲକ୍ଷ୍ମୀ ପ୍ରତ୍ୟେକଙ୍କ ଘରକୁ ଏବଂ ପ୍ରତ୍ୟେକ ଦେବୀ ଦେବତା ସକାଳ ସମୟରେ ବ୍ରହ୍ମ ମୁହୂର୍ତ୍ତ ସମୟରେ ଯିବା ଆସିବା କରିଥାନ୍ତି। ଏହି ସମୟରେ କେଉଁ ବି ବ୍ୟକ୍ତି ଯଦି ଉଠିଥାନ୍ତି ଏବଂ ଏହି କାମ କରିଥାନ୍ତି ତେବେ ତାଙ୍କ ଉପରେ ଈଶ୍ୱରୀୟ ଶକ୍ତି ସଦାସର୍ବଦା ବଜାୟ ରହିଥାଏ। ଆପଣମାନେ ଦେଖିଥିବେ ଯେ ବହୁତ ଲୋକଙ୍କର ବ୍ରହ୍ମ ମୁହୂର୍ତ୍ତରୁ ଆପେ ଆପେ ନିଦ ଭାଙ୍ଗି ଯାଇଥାଏ, କିନ୍ତୁ ଏହା ସମସ୍ତଙ୍କ ସାଙ୍ଗରେ ହୋଇନଥାଏ, କିଛି ଲୋକଙ୍କ ସାଙ୍ଗରେ ହୋଇଥାଏ। ତେବେ ପ୍ରଥମ କାମ, ବ୍ରହ୍ମ ମୁହୂର୍ତ୍ତରୁ ଆପଣମାନେ ଉଠିବେ। ଯଦି ଆପଣମାନେ ଥରୁଟିଏ ତ ଚେଷ୍ଟା କରନ୍ତୁ, ମାତ୍ର 21 ଦିନର ସଂକଳ୍ପ ନିଅନ୍ତୁ ଯେ ଆପଣ 21 ଦିନ ପର୍ଯ୍ୟନ୍ତ ବ୍ରହ୍ମ ମୁହୂର୍ତ୍ତରୁ ଉଠିବେ। ଗୋଟିଏ ସମୟ ନିର୍ଦ୍ଧାରଣ କରନ୍ତୁ, ସେହି ଗୋଟିଏ ସମୟରେ ଉଠିବା ପ୍ରାରମ୍ଭ କରିଦିଅନ୍ତୁ। ଏହା ଥିଲା ପ୍ରଥମ ଜିନିଷ। ଦ୍ୱିତୀୟରେ, ଯେତେବେଳେ ଆପଣଙ୍କ ଘରର କବାଟ ବା ମୁଖ୍ୟ ଦ୍ୱାର ଖୋଲିବେ ବ୍ରହ୍ମ ମୁହୂର୍ତ୍ତରୁ ଖୋଲନ୍ତୁ ଏବଂ ଗୋଟିଏ ଢାଳ ପାଣି ସେଠି ଅଜାଡ଼ି ଦିଅନ୍ତୁ। ସକାଳୁ ସକାଳୁ ବ୍ରହ୍ମ ମୁହୂର୍ତ୍ତରୁ ପ୍ରତ୍ୟେକ ଦିନ ଗୋଟିଏ ସମୟରେ ଏହି କାମ କରିବେ। ବ୍ରହ୍ମ ମୁହୂର୍ତ୍ତରୁ ଆଖି ଯେତେବେଳେ ଆପଣ ନିଦ୍ରାରୁ ଉଠିବେ ପ୍ରଥମେ ନିଜର 2 ହାତକୁ ଦେଖିବେ, ନିଜର ଇଷ୍ଟଦେବଙ୍କୁ ସ୍ମରଣ କରିବେ ଏବଂ ଗୋଟିଏ ଢାଳ ପାଣି ନେଇ ନିଜର ମୁଖ୍ୟ ଦ୍ୱାରକୁ କବାଟ ଖୋଲି ସେଥିରେ ଢାଳି ଦେବେ ଏବଂ ଭଲ ଭାବରେ ତାହାକୁ ସଫା କରିଦେବେ। ଏହା ଥିଲା ଦ୍ୱିତୀୟ କାମ। କାହିଁକି ମୁଖ୍ୟ ଦ୍ୱାରରେ ଗୋଟିଏ ଢାଳ ପାଣି ପକାଯାଏ ନା ରାତ୍ରି ସମୟରେ କୁହାଯାଏ ଯେ ପିତୃ ଲୋକମାନେ ଆମର ଦ୍ୱାରବନ୍ଧ ପାଖରେ ଆମର କବାଟ ପାଖରେ ଆସିଥାନ୍ତି। ଯେତେବେଳେ ଆମେ ସେହି ପାଣି ପକାଇ ଦିଏ ତାହା କ'ଣ ହୋଇଥାଏ ନା ତାଙ୍କୁ ପ୍ରାପ୍ତ ହୋଇଥାଏ ଏବଂ ସେ ଖୁସି ଖୁସି ସେଠି ଚାଲିଯାଆନ୍ତି। ଏବଂ ଦ୍ୱିତୀୟରେ କେତେ ଯେ ନକାରାତ୍ମକ ଶକ୍ତି ଆସେ ଆମର ମୁଖ୍ୟ ଦ୍ୱାର ପାଖରେ ରାତ୍ରି ସାରା ରହିଥିବେ, ଯେତେବେଳେ ଆମେ ସକାଳ ସମୟରେ କବାଟ ଖୋଲିବା ଏବଂ ଗୋଟିଏ ଢାଳ ପାଣି ସେଠି ଅଜାଡ଼ି ଦେବା ସେ ସବୁ ଚାଲିଯାଆନ୍ତି। ନକାରାତ୍ମକ ଶକ୍ତିକୁ ଦୂରକୁ ଠେଲିବାକୁ ହେଲେ ବ୍ରହ୍ମ ମୁହୂର୍ତ୍ତରୁ ଆପଣଙ୍କୁ ଗୋଟିଏ ଢାଳ ପାଣି ନିଶ୍ଚୟ ପକାଇବା ପାଇଁ ପଡ଼ିବ। ତେଣୁ ଏହି କାମ ଆପଣମାନେ ନିଶ୍ଚୟ କରନ୍ତୁ। ଏବେ ତୃତୀୟ ଜିନିଷ, ବ୍ରହ୍ମ ମୁହୂର୍ତ୍ତରୁ ଯେତେବେଳେ ଆପଣ ନିଦ୍ରାରୁ ଉଠିବେ ଗୋଟିଏ ଢାଳ ପାଣି ପକାଇବେ ଏବଂ ତୃତୀୟରେ ସବୁଠୁ ଚମତ୍କାରୀ ଜିନିଷ ହେଲା ଆପଣମାନେ କ'ଣ କରିବେ ନା ଗୋଟାଏ ଝୁଟି ବା ଗୋଟାଏ ରଙ୍ଗୋଲି ମା ଲକ୍ଷ୍ମୀଙ୍କର ଆପଣମାନେ
ତେବେ ଆପଣ ମାନେ ମା ଲକ୍ଷ୍ମୀଙ୍କର ପାଦ ପଦ୍ମ ଅଙ୍କନ କରନ୍ତୁ ନିଜ ଘରର ମୁଖ୍ୟ ଦ୍ୱାରରେ। ମୁଖ୍ୟ ଦ୍ୱାର ସକାଳୁ ସଫା କରୁ କରୁ ତୁରନ୍ତ ଆପଣଙ୍କୁ ଏହି କାମ କରିବାର ଅଛି। ଏହା ଦ୍ୱାରା କଣ ହୋଇଥାଏ ନା ମା ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ସଦା ସର୍ବଦା ଅକ୍ଷୟ ହୋଇ ରହିବ। ଏବେ ଆଉ ଗୋଟେ କଥା, ଯେତେବେଳେ ଆପଣ ମାନେ ଗୋଟାଏ ଢାଳ ପାଣି ଅଜାଡ଼ି ଦେବେ ତାହା ତ ଆପଣଙ୍କର ମୁଖ୍ୟ ଦ୍ୱାର, ବାକି ଜାଗା ସଗରେ ଆପଣ କଣ କରିବେ, ଯଦି ଗାଈର ଗୋବରରେ କିଛି ପାଣିରେ ପକାଇ କରି ସିଞ୍ଚନ କରିବେ ଏବଂ ତାପରେ ଝାଡୁ କରିବେ, ଏହା ଦ୍ୱାରା ବି ଆପଣ ମାନେ ମା ଲକ୍ଷ୍ମୀଙ୍କର। ତେଣୁ ଏହି କାମ ଆପଣ ମାନେ ସଦା ସର୍ବଦା ନିଜର ମୁଖ୍ୟ ଦ୍ୱାରରେ ନିଶ୍ଚୟ କରନ୍ତୁ। ଦର୍ଶକ ବନ୍ଧୁ, ଯଦି ଆପଣ ମାନେ ଚାହୁଁଛନ୍ତି ଏହି କଥାରେ କେତେ ଦମ ଅଛି, ଥରୁଟିଏ ଏହାକୁ ପରୀକ୍ଷା କରି କରି ଦେଖନ୍ତୁ। ଦେଖିବେ ଆପଣ ମାନେ କିପରି ସଦା ସର୍ବଦା ମା ଲକ୍ଷ୍ମୀଙ୍କର କୃପାର ପାତ୍ର ରହିବେ। ତେଣୁ ଏହି କାମ ଆପଣ ମାନେ ନିଶ୍ଚୟ କରନ୍ତୁ। ଚତୁର୍ଥରେ, ଆପଣ ମାନେ ଯେତେବେଳେ ସକାଳ ସମୟରେ ଉଠିବେ, ନିଜର ଘରେ ଭଗବାନଙ୍କର କୌଣସି ଏକ ଭଜନ ଚଲାଇ କରି ରଖନ୍ତୁ। ଘରୁ ନକାରାତ୍ମକ ଶକ୍ତି ଦୂର କରି ସକାରାତ୍ମକ ବାତାବରଣ ଆଣିବାର ଏହା ସବୁଠାରୁ ରାମବାଣ ଉପାୟ। ତେଣୁ ଏହି ଉପାୟ ଆପଣ ମାନେ ନିଜ ଘରର ମୁଖ୍ୟ ଦ୍ୱାରରେ ଏବଂ ନିଜ ଘରେ ନିଶ୍ଚୟ କରନ୍ତୁ। କିଛି ଦିନ ଭିତରେ ଆପଣ ମାନେ ନିଜେ ଦେଖିବେ ଯେ କେତେ ପରିବର୍ତ୍ତନ ଆପଣଙ୍କ ଭାଗ୍ୟରେ ଆସୁଛି। ଭାଗ୍ୟରେ ବହୁତ ବିରାଟ ବଡ଼ ପରିବର୍ତ୍ତନ ଆସିବ। ଯେଉଁମାନେ କହୁଛନ୍ତି ଯେ ଭାଗ୍ୟରେ ପରିବର୍ତ୍ତନ ଆସୁନାହିଁ, ସେମାନେ ଏହି କାମ ନିଶ୍ଚୟ କରିବେ। ଏବଂ ପଞ୍ଚମରେ, ଭାଗ୍ୟ ବଦଳିବ ସେହି ସମୟରେ ଯେତେବେଳେ ଆପଣଙ୍କର ଅଳସୁଆମୀ ଗୁଣ ଛାଡ଼ିବ। ସକାଳୁ ସବୁବେଳେ ଉଠିକରି ବ୍ୟାୟାମ କରନ୍ତୁ। ବ୍ରହ୍ମ ମୁହୂର୍ତ୍ତ ଏମିତି ଏକ ଐଶ୍ୱର୍ଯ୍ୟ ଶକ୍ତି, ଆପଣ ମାନେ ବ୍ୟାୟାମ ଦ୍ୱାରା ବି ନିଜର ଶରୀର ସୁସ୍ଥ କରିପାରିବେ। ଶରୀରର ଗଠନ ଯଦି ସୁନ୍ଦର ହବ, ଆପଣ 5 ଜାଗାରେ ସମ୍ମାନ ପାଇପାରିବେ ଏବଂ ସେଇଠୁ ବି ଆପଣଙ୍କର ଡେଭଲପମେଣ୍ଟ ନିଶ୍ଚୟ ହବ। ଏବେ ଏହି ବ୍ରହ୍ମ ମୁହୂର୍ତ୍ତରେ ଆଉ ଗୋଟିଏ କାମ ଆପଣଙ୍କୁ କରିବାର ଅଛି, ନିଜ ଘରେ ପୂଜା କରନ୍ତୁ। ଯଦି ପୂଜା କାହିଁକି ନା ଏହି ସମୟରେ ସବୁ ମନ୍ଦିରର କବାଟ ଖୋଲିଥାଏ। ଗୋଟିଏ ଅଲଗା ପ୍ରକାରର ଊର୍ଜା ଏହି ଧରା ପୃଷ୍ଠରେ ସଞ୍ଚାର ହୋଇଥାଏ। ଏହି ସମୟରେ ଯେଉଁ ବ୍ୟକ୍ତି ନିଜ ଘରେ ପୂଜା କରିଥାଏ, ସେହି ଘରେ ସଦା ସର୍ବଦା ଭଗବାନଙ୍କର ବାସ ସଦା ସର୍ବଦା ରହିଥାଏ। ତେଣୁ ଆପଣ ମାନେ ବି ଏହି କାମ ନିଜ ଘରର ମୁଖ୍ୟ ଦ୍ୱାର ବା ନିଜ ଘରେ ବ୍ରହ୍ମ ମୁହୂର୍ତ୍ତରେ କରିବା ପାଇଁ ଚେଷ୍ଟା କରନ୍ତୁ। ବ୍ରହ୍ମ ମୁହୂର୍ତ୍ତର ଏହି ଶକ୍ତିକୁ ଯେ ବୁଝିଛି, ସେ ଜୀବନରେ କେବେ ବି ଦୁଃଖ ଦରିଦ୍ରତାର ଜୀବନ ଅତିବାହିତ କେବେ ବି କରିନାହିଁ। ବ୍ରହ୍ମ ମୁହୂର୍ତ୍ତରେ ଏହି କାମ ନିଶ୍ଚୟ କରନ୍ତୁ। ଏବେ ଦର୍ଶକ ବନ୍ଧୁ, ଏହି ଭିଡିଓଟି ଆପଣଙ୍କୁ କିପରି ଲାଗିଲା କମେଣ୍ଟ ସେକ୍ସନରେ ନିଶ୍ଚୟ ଜଣାନ୍ତୁ। ଆଜି ପାଇଁ ରହୁଛି, ପୁଣି ଦେଖା ହେବ ଆଗାମୀ ଏକ ସୁନ୍ଦର ଭିଡିଓରେ।